ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର। ଜାନୁଆରୀ 10 ତାରିଖରୁ ପଲ୍ୟୁସନ ଟେଷ୍ଟିଂ ସେଣ୍ଟରରେ ମିଳିବ ଗ୍ରୀନ୍ ଷ୍ଟିକର। ଏନେଇ ଘୋଷଣା କରିଛି ଓଡ଼ିଶା ରାଜ୍ୟ ପରିବହନ ବିଭାଗ। ଗ୍ରୀନ୍ ଷ୍ଟିକରରେ ଗାଡ଼ି ନମ୍ବର ସହ ପିୟୁସି ସାର୍ଟିଫିକେଟର ଅବଧି ସମ୍ପର୍କରେ ମିଳିବ ତଥ୍ୟ। ସେହିପରି ପିୟୁସିସି ପଞ୍ଜୀକରଣ ହୋଇଥିବା ସେଣ୍ଟର ସମ୍ପର୍କରେ ମଧ୍ୟ ସୂଚନା ମିଳିବ। ପରବର୍ତ୍ତୀ ଖବର, ଖଣ୍ଡଗିରିରେ ହେବନି ଅଶ୍ଳୀଳ ନୃତ୍ୟ। ଜାନୁଆରୀ 25 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା। ଯାତ୍ରା ଡାଇଲଗ କମ୍ପିବ ଖଣ୍ଡଗିରି। 7ଟି ମଞ୍ଚରେ ବିଭିନ୍ନ ପାର୍ଟି ଯାତ୍ରା ପରିବେଷଣ କରିବେ। ଖଣ୍ଡଗିରିରେ ଯାତ୍ରା ଦେଖିବାକୁ ଅନେକ ଯାତ୍ରୀପ୍ରେମୀଙ୍କ ଆଗ୍ରହ ରହିଥାଏ। ଦମଦାର ଅଭିନୟ, ନୃତ୍ୟ, ସଙ୍ଗୀତର ମଜା ନିଅନ୍ତି ଦର୍ଶକ। ହେଲେ ଏଥର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିପାରିବେନି କୌଣସି ଯାତ୍ରା ପାର୍ଟି। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ। ପରବର୍ତ୍ତୀ ଖବର, ସାଟେଲାଇଟ ସର୍ଭେରୁ ଧରାପଡ଼ିଲା ଜାଲିଆତି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଏମ୍ଏସ୍ପିରେ ଧାନ ବିକିବାକୁ ଏହି ପ୍ଲଟରେ ପଞ୍ଜୀକରଣ ହୋଇଥିଲା। ହେଲେ ଫିଲ୍ଡ ସର୍ଭେ ପାଇଁ ଯାଇଥିବା ଅଧିକାରୀ ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡ଼ମାଧବପୁର ଅଞ୍ଚଳରେ ରହିଛି ଏହି ପେଟ୍ରୋଲ ପମ୍ପ। ଏଠାରେ ଧାନ ଚାଷ ହୋଇଥିବା ଦର୍ଶାଯାଇଥିଲା, କିନ୍ତୁ ଧାନ ଚାଷ ବଦଳରେ ଏଠି ଥିଲା ପେଟ୍ରୋଲ ପମ୍ପ। ପରବର୍ତ୍ତୀ ଖବର, ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ। ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଇଲେକ୍ଟ୍ରୋନିକ୍ସ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ 46,000 କୋଟି ଟଙ୍କାର ଅନୁଦାନକୁ ଅନୁମୋଦନ ମିଳିଛି। ପ୍ରମୁଖ କମ୍ପାନୀ ସାମସଙ୍ଗ, ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଫକ୍ସକନ୍ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ଏହି ଯୋଜନା ଦ୍ୱାରା ଉପକୃତ ହେବେ। ପରବର୍ତ୍ତୀ ଖବର, ଗିଗ୍ ୱାର୍କର୍ସଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ଆଣିଲେ ସୁରକ୍ଷା ନିୟମ। ସ୍ୱଳ୍ପକାଳୀନ କିମ୍ବା ଚୁକ୍ତିଭିତ୍ତିକ କାର୍ଯ୍ୟ କରୁଥିବା ଗିଗ୍ ୱାର୍କର୍ସମାନଙ୍କ ପାଇଁ କେନ୍ଦ୍ର ଶ୍ରମ ନିଯୁକ୍ତି ମନ୍ତ୍ରଣାଳୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ସରକାର ସୋସିଆଲ ସିକ୍ୟୁରିଟି ସେଣ୍ଟ୍ରାଲ ରୁଲ୍ସ 2025ର ଚିଠା ନିୟମ ଜାରି କରିଛନ୍ତି। ଏହାଦ୍ୱାରା ଅନଲାଇନ ଡେଲିଭରି ଏଜେଣ୍ଟ ଏବଂ ରାଇଡ୍ ହୋଲ୍ଡିଂ ସେବା ପ୍ରଦାନକାରୀ ଭଳି ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ମିଳିପାରିବ। ଯଦି ଜଣେ କର୍ମଚାରୀ ଗୋଟିଏ କମ୍ପାନୀ ସହିତ ଅତି କମରେ 90 ଦିନ କାମ କରିଛନ୍ତି, ତେବେ ସେ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଭଳି ସୁବିଧା ପାଇବାକୁ ଯୋଗ୍ୟ ହେବେ। ପରବର୍ତ୍ତୀ ଖବର, ଏକ୍ସକୁ ନୋଟିସ ପଠାଇଲେ କେନ୍ଦ୍ର ସରକାର। 72 ଘଣ୍ଟାରେ ମାଗିଲେ ରିପୋର୍ଟ। ଗତ କିଛି ଦିନ ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜେନେରେଟିଭ ଏଆଇ ଚାଟବଟ୍ ଗ୍ରୋକର ଅଧିକରୁ ଅଧିକ ଅପବ୍ୟବହାର କରାଯାଉଛି। ୟୁଜର୍ସମାନେ ଏହାକୁ ଅଶ୍ଳୀଳ ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ବ୍ୟବହାର କରୁଛନ୍ତି। ଏହି ବଢୁଥିବା ଧାରା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି, ଯାହା ଫଳରେ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଏକ୍ସକୁ ତୁରନ୍ତ ଏହାର ଗ୍ରୋକ୍ ଏଆଇ ପ୍ରଯୁକ୍ତିବିଦ୍ୟା ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ଖବର, ଆଇପିଏଲ୍ 2026ରେ ଖେଳିବେନି ବାଂଲାଦେଶ ଖେଳାଳି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ବାଂଲାଦେଶ ଖେଳାଳିମାନଙ୍କ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଖେଳିବା କଷ୍ଟକର ମନେ ହୋଇଛି। ଏପରି ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୋଲକାତା ନାଇଟ୍ ରାଇଡର୍ସ ଦ୍ୱାରା 9.20 କୋଟିରେ କିଣି ହୋଇଥିବା ମୁସ୍ତାଫିଜୁର ରେହମାନ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବାଂଲାଦେଶୀ ଖେଳାଳିମାନଙ୍କୁ ଆଇପିଏଲ୍ରେ ଖେଳିବା ଉପରେ ବିସିସିଆଇ ତାର ନୀରବତା ଭାଙ୍ଗିଛି।
ପରବର୍ତ୍ତୀ ଖବର ଓଡ଼ିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ କରିବା ପାଇଁ ଅଭିଯାନ ଜାରି ରହୁ ଭିଜିଲାନ୍ସ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ଗତ 20 ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ରାଜ୍ୟରେ ଭିଜିଲାନ୍ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକାରୀ ଦୁର୍ନୀତି ରେଖାମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଭିଜିଲାନ୍ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି। ପରବର୍ତ୍ତୀ ଖବର ବ୍ରହ୍ମପୁର ମହାନଗରର ବଢ଼ିବ କଳେବର। ନୂଆବର୍ଷ ପୂର୍ବରୁ ପ୍ରକାଶ ପାଇଲା ବିଜ୍ଞପ୍ତି। 14 ପଞ୍ଚାୟତର 34 ରାଜସ୍ୱ ଗାଁ ମିଶିବା ପରେ ବଦଳିବ ମହାନଗର ନିଗମର ରୂପରେଖା। 2011 ଜନଗଣନା ଅନୁସାରେ ମହାନଗର ନିଗମର ଲୋକ ସଂଖ୍ୟା ଥିଲା 3,56,598। ଏବେ ତାହା ବଢ଼ି 4,53,883 ହୋଇଛି। ନୂଆ ଜନଗଣନା ପରେ ଏହି ସଂଖ୍ୟା ଆହୁରି ବଢ଼ିବ। ତେଣୁ ମହାନଗର ନିଗମରେ ମିଶୁଥିବା ଅଧିକ ଲକ୍ଷେ ଲୋକଙ୍କ ଲାଗି ସେବା ଯୋଗାଇବା ପାଇଁ ଆହ୍ୱାନ ଦେବେ। ପରିସୀମା ବଢ଼ିଥିବାରୁ ୱାର୍ଡ ସଂଖ୍ୟା ବି ବଢ଼ିବ। ତେଣୁ ଅଧିକ ପାଣ୍ଠିର ଆବଶ୍ୟକତା ପଡ଼ିବ।